ଷଷ୍ଠ ଶ୍ରେଣୀ ସାହିତ୍ୟ ବହି ନ୍ୟାୟ ବିଚାର। ତ ଆଜି ଆମେ ଷଷ୍ଠ ଶ୍ରେଣୀ ସାହିତ୍ୟ ବହିର ନ୍ୟାୟ ବିଚାରର ସମସ୍ତ ପ୍ରଶ୍ନ ଓ ତା'ର ଉତ୍ତର ବିଷୟରେ ଆଲୋଚନା କରିବା। ତା ପୂର୍ବରୁ ତା'ର କିଛି ଆଲୋଚନା ଓ କବି ପରିଚୟ ଦେଖିନେବା, ତାପରେ ଆମେ ତା'ର ସମସ୍ତ ଉତ୍ତରକୁ ଦେଖିବା। ତ ପ୍ରଥମେ ଅଛି କାଜୀ। କାଜୀର ଅର୍ଥ କ'ଣ? ମୋଗଲ ଶାସନ କାଳରେ ନିଯୁକ୍ତ ଥିବା ବିଚାରପତିଙ୍କୁ କାଜୀ କୁହାଯାଉଥିଲା। ସୁଲତାନ, ମୁସଲମାନ ଶାସକ, ସୁବେଦାର, ରାଜକର୍ମଚାରୀ, ତୀର, ସର, ଅବସର, ଛୁଟି, ଉଆସ, ରାଜପ୍ରାସାଦ, ଭିକ୍ଷାବୃତ୍ତି, ଭିକ୍ଷା ମାଗିବା, ପ୍ରାସାଦ, କୋଠା ଘର, ନିର୍ଭୀକ, ଭୟ ଶୂନ୍ୟ, ସଂକୀର୍ଣ୍ଣ, ଅଣଓସାରିଆ, ଉଲ୍କା ବେଗରେ, ଖୁବ୍ ଜୋରରେ, ପ୍ରାଣବାୟୁ, ଜୀବନ, ବୁକୁର ଅର୍ଥ ଛାତି, ଖୋଦ୍, ନିଜେ, କ୍ରନ୍ଦନ, କାନ୍ଦିବା, ସ୍ତବ୍ଧ, ଆଶ୍ଚର୍ଯ୍ୟ ହୋଇଯିବା, ଉତ୍କଣ୍ଠା, ଆଗ୍ରହ, ହିନ୍ଦୁସ୍ତାନ, ଭାରତବର୍ଷର ଅନ୍ୟ ନାମ, ପରୱାନା, ଆଦେଶପତ୍ର, ପିଆଦା, ପିଅନ ବା ଚପରାସୀ, ବରଖାସ୍ତ, କୌଣସି ବ୍ୟକ୍ତିଙ୍କୁ କାର୍ଯ୍ୟରୁ ବାହାର କରିବା, ପରିଣତି, ଫଳାଫଳ, ସଲାମ, ନମସ୍କାର କରିବା, ନିଃସହାୟା, ଯେଉଁ ସ୍ତ୍ରୀର କେହି ସାହା ନାହାନ୍ତି ତାହାକୁ ନିଃସହାୟା କୁହାଯାଏ, ନମ୍ର, ବିନୟ, ଅକସ୍ମାତ୍, ହଠାତ୍, ନିରାଶ୍ରୟା, ଆଶ୍ରୟ ଶୂନ୍ୟ, କାଠ ପିତୁଳା, କାଠ କଣ୍ଢେଇ, ରାୟ, ବିଚାରଙ୍କ ଶେଷ ମୀମାଂସା, ନିରପେକ୍ଷ, କାହା ପକ୍ଷରେ ନ ରହିବା। ବିଷୟ ସୂଚନା। ସୁଲତାନୀ ଶାସକ ଗିୟାସୁଦ୍ଦିନ ବଳବନଙ୍କ ଶାସନ କାଳରେ କିପରି ଉଚିତ ନ୍ୟାୟ ବିଚାର ମିଳୁଥିଲା ତାହାର ଚିତ୍ର ଏଥିରେ ବର୍ଣ୍ଣିତ ହୋଇଛି। ନ୍ୟାୟ ଆଗରେ ରାଜା ହେଲେ ମଧ୍ୟ ଦଣ୍ଡ ପାଇବାକୁ ହକ୍, ଏହାର ଏହି ଗଳ୍ପରେ ଦେଖାଇ ଦିଆଯାଇଛି। ବିଚାରକ ଭାବେ କାଜୀଙ୍କର ନିରପେକ୍ଷତା ଓ ଶାସକ ଭାବେ ଗିୟାସୁଦ୍ଦିନଙ୍କର ମହନୀୟତା ଉକ୍ତ ଗଳ୍ପରେ ପ୍ରଦର୍ଶିତ ହୋଇଛି। ପ୍ରଶ୍ନ ନମ୍ବର 1, ଉତ୍ତର କୁହ। କ, ରାଜକାର୍ଯ୍ୟରୁ ଅବସର ପାଇଲେ ଗିୟାସୁଦ୍ଦିନ କ'ଣ କରୁଥିଲେ? ଉତ୍ତର ହୋଇଯିବ, ରାଜକାର୍ଯ୍ୟରୁ ଅବସର ପାଇଲେ ଗିୟାସୁଦ୍ଦିନ ଶିକାର କରିବାକୁ ଯାଉଥିଲେ। ପ୍ରଶ୍ନ ନମ୍ବର ଖ, ଜାନକୀ ବାଈ କିପରି ପେଟ ପୋଷୁଥିଲା? ଜାନକୀ ବାଈ କିପରି ପେଟ ପୋଷୁଥିଲା? ଉତ୍ତର ହୋଇଯିବ, ଜାନକୀ ବାଈ ଭିକ୍ଷାବୃତ୍ତି କରି ପେଟ ପୋଷୁଥିଲା। ପ୍ରଶ୍ନ ନମ୍ବର ଗ, ଗରେ ଅଛି କାଳୀଙ୍କ ଅଦାଲତରେ ଥିବା ଲୋକେ ସ୍ତବ୍ଧ ହୋଇଗଲେ କାହିଁକି? କାଳୀଙ୍କ ଅଦାଲତରେ ଥିବା ଲୋକେ ସ୍ତବ୍ଧ ହୋଇଗଲେ କାହିଁକି? ଉତ୍ତର ହୋଇଯିବ, ଜାନକୀ ବାଈ ଭଳି ଜଣେ ଦରିଦ୍ର ଭିକାରୁଣୀ ନିଜ ପୁଅକୁ ମାରିଥିବାର ଅଭିଯୋଗ ସମଗ୍ର ହିନ୍ଦୁସ୍ତାନର ସମ୍ରାଟ ଗିୟାସୁଦ୍ଦିନଙ୍କ ନାଁରେ କରୁଥିବାରୁ ଶୁଣି କାଜୀଙ୍କ ଅଦାଲତରେ ଥିବା ଲୋକ ସ୍ତବ୍ଧ ହୋଇଗଲେ। କାହିଁକି ନା ହିନ୍ଦୁସ୍ତାନର ସମ୍ରାଟ ଯିଏ ଗିୟାସୁଦ୍ଦିନ ଥିଲେ ତାଙ୍କ ନାଁରେ ସେଇ ବୁଢ଼ୀ ଭିକାରୁଣୀଟି ଅଭିଯୋଗ କରୁଥିଲା, ସେଥିପାଇଁ ଲୋକମାନେ ସ୍ତବ୍ଧ ହୋଇଗଲେ। ପ୍ରଶ୍ନ ନମ୍ବର ଘ, ଅଦାଲତରେ ସୁଲତାନଙ୍କୁ ଦେଖି ଲୋକମାନେ କ'ଣ କଲେ? ଅଦାଲତରେ ସୁଲତାନଙ୍କୁ ଦେଖି ଲୋକମାନେ କ'ଣ କଲେ? ଉତ୍ତର, ଅଦାଲତରେ ସୁଲତାନଙ୍କୁ ଦେଖିବା ମାତ୍ରେ ଲୋକମାନେ ଆଣ୍ଠୁ ମାଡ଼ି ତାଙ୍କୁ ସଲାମ ଜଣାଇଲେ। ପ୍ରଶ୍ନ ନମ୍ବର ମ, ରାୟ ଘୋଷଣା ପରେ କାଜୀ ସୁଲତାନଙ୍କୁ କ'ଣ କହିଲେ? ରାୟ ଘୋଷଣା ପରେ କାଜୀ ନିଜ ଆସନରୁ ଓହ୍ଲାଇ ଆସି ସୁଲତାନଙ୍କୁ ସଲାମ କଲେ। ତାପରେ କହିଲେ, ଜାହାପନା, ଆପଣ ମୋତେ କ୍ଷମା କରିବେ, ମୁଁ କେବଳ ମୋର କର୍ତ୍ତବ୍ୟ କରିଛି, ଆପଣ ମୋ ଉପରେ ରାଗ କରି ନାହାନ୍ତି ତ? ପ୍ରଶ୍ନ ନମ୍ବର 2, କ, ଜାନକୀ ବାଈ ପୁଅର କିଭଳି ମୃତ୍ୟୁ ଘଟିଲା? ଉତ୍ତର ହୋଇଯିବ, ଜାନକୀ ବାଈ ନାମରେ ଜଣେ ଦରିଦ୍ର ମହିଳା ନିଜର ଶିଶୁପୁତ୍ରଟିକୁ ଧରି ଭିକ୍ଷା କରିବାକୁ ବାହାରିଲା ବେଳେ ହଠାତ୍ ଏକ ସର ଆସି ପୁଅର ତଣ୍ଟିରେ ଫୁଟିଗଲା, ଯାହାଫଳରେ ତା'ର ମୃତ୍ୟୁ ଘଟିଲା। ପ୍ରଶ୍ନ ନମ୍ବର ଖ, ଖରେ ଅଛି ସ୍ତ୍ରୀ ଲୋକଟି କାଜୀଙ୍କୁ କ'ଣ କହିଲା? ସ୍ତ୍ରୀ ଲୋକଟି କାଜୀଙ୍କୁ କ'ଣ କହିଲା? ଏଠି କାଜୀ ହୋଇଯିବ। ତ ଉତ୍ତର ହୋଇଯିବ, ସ୍ତ୍ରୀ ଲୋକଟି କାଜୀଙ୍କୁ କହିଲା, ଧର୍ମାବତାର, ଏ ସଂସାରରେ ମୋର ଏଇ ଏକମାତ୍ର ପୁତ୍ର ଛଡ଼ା ଆଉ କେହି ନାହାନ୍ତି। ମୁଁ ଜଣେ ଅସହାୟା ନାରୀ, ପ୍ରତିଦିନ ଭିକ୍ଷାବୃତ୍ତି କରି ପେଟ ପୋଷେ। ମୁଁ ଆଜି ସମ୍ରାଟଙ୍କ ରାଜନଅର ପଛପଟେ ରାସ୍ତାରେ ଏ ପୁତ୍ର ସହିତ ଭିକ୍ଷା ଉଦ୍ଦେଶ୍ୟରେ ଯାଉଥିବା ସମୟରେ
ବିନା ଦୋଷରେ କେହି ଜଣେ ତୀର ମାରି ତାଙ୍କୁ ହତ୍ୟା କରିଛି। ମୋର ପ୍ରାର୍ଥନା, ଦୋଷୀକୁ ଆପଣ ଉଚିତ ଦଣ୍ଡ ଦିଅନ୍ତୁ। ପ୍ରଶ୍ନ ନମ୍ବର ଗର ଅଛି ଜାନକୀବାଇର ଅଭିଯୋଗ ଶୁଣି କାଜୀ କ'ଣ କଲେ? ଉତ୍ତର, ଜାନକୀବାଇର ଅଭିଯୋଗ ଶୁଣି କାଜୀ କିଛି ସମୟ ପାଇଁ ନୀରବ ରହିଲେ ଏବଂ କିଛି ସମୟରେ ପରେ ପିଆଦା ହାତରେ ସୁଲତାନଙ୍କୁ ଡକାଇ ପଠାଇଲେ ଯେ ବିଚାର ନିମିତ୍ତ ଦରବାରରେ ଆସି ଉପସ୍ଥିତ ହୁଅନ୍ତୁ। ପ୍ରଶ୍ନ ନମ୍ବର କାଜୀଙ୍କର ସାହସ ଦେଖି ଲୋକେ କ'ଣ ଭାବିଲେ? ଉତ୍ତର, କାଜୀଙ୍କର ଏପରି ସାହସ ଦେଖି ଲୋକେ ଭାବିଲେ ସୁଲତାନ ତାଙ୍କୁ ଆଜି ନିଶ୍ଚୟ ଚାକିରିରୁ ବରଖାସ୍ତ କରିବେ। ପ୍ରଶ୍ନ ନମ୍ବର 3 ସରଳ ଭାଷାରେ ବୁଝାଇ ଲେଖ। ମୁଁ କେବଳ ମୋର କର୍ତ୍ତବ୍ୟ କରିଛି। ଉତ୍ତର, ମୁଁ କେବଳ କରିଛି। ଉଦ୍ଧୃତ ଅଂଶଟି ପଠିତ ସାହିତ୍ୟ ବହିର ନ୍ୟାୟ ବିଚାର ଗଳ୍ପରୁ ସଂଗୃହୀତ। କେଉଁଥିରୁ? ନ୍ୟାୟ ବିଚାର ଗଳ୍ପରୁ ସଂଗୃହୀତ। ଏଠାରେ ଗାଳ୍ପିକ ସୁନନ୍ଦକର କାଜୀଙ୍କ କର୍ତ୍ତବ୍ୟ ସମ୍ପର୍କରେ ସ୍ୱକାରୋକ୍ତିକୁ ପ୍ରକାଶ କରିଛନ୍ତି। ଜାନକୀବାଇର ପୁଅକୁ ସୁଲତାନ ମାରିଥିବାର ଶୁଣି କାଜୀ ସଙ୍ଗେ ସଙ୍ଗେ ତାଙ୍କୁ ଦରବାରରେ ଉପସ୍ଥିତ ହେବାକୁ ପରୱାନା ପଠାଇଲେ। ସମସ୍ତେ ଭାବିଥିଲେ କାଜୀ ସୁଲତାନଙ୍କ ନାମ ଶୁଣି ବିଚାରଧାରା ବଦଳାଇ ଦେବେ। ହେଲେ ଜଣେ ବିଚାରପତି ଭାବରେ ସେ ଉଚିତ ବିଚାର କରିବାକୁ ଯାଇ ନ୍ୟାୟ ପ୍ରଦାନ କରିଛନ୍ତି। ପୁତ୍ର ହତ୍ୟାକାରୀ ସୁଲତାନଙ୍କୁ ଜାନକୀବାଇର ଜୀବନବ୍ୟାପୀ ଭରଣ ପୋଷଣ ଭାର ଗ୍ରହଣ କରିବାକୁ ସେ ହୁକୁମ ଜାରି କରିଛନ୍ତି। ରାୟ ଘୋଷଣା ପରେ କାଜୀ ନିଜର ଆସନରୁ ଓହ୍ଲାଇ ଆସି ବିନୟ ଭାବରେ କ୍ଷମା ମାଗିଛନ୍ତି। କାରଣ ବିଚାରପତି ଆସନରେ ବସିଥିଲେ ମଧ୍ୟ ସେ ସୁଲତାନଙ୍କ ଅଧୀନସ୍ଥ କର୍ମଚାରୀ ଅଟନ୍ତି। ଆଉ ନିଜେ ଯେ ନିଜର ବିହିତ କର୍ତ୍ତବ୍ୟ କରିଛନ୍ତି ତାହା ମଧ୍ୟ ଜଣାଇଛନ୍ତି। ବାସ୍ତବରେ ଲେଖକଙ୍କର ଏହି ଉକ୍ତି ଯଥାର୍ଥ ଅଟେ। ପ୍ରଶ୍ନ ନମ୍ବର ଧର୍ମାବତାର ଆପଣଙ୍କ ଆଦେଶ ମୁଁ ଅକ୍ଷରେ ଅକ୍ଷରେ ପାଳନ କରିବି। ଉତ୍ତର, ଧର୍ମାବତାର ପାଳନ କରିବି। ଉଦ୍ଧୃତାଂଶଟି ସୁନନ୍ଦକରଙ୍କର ଲିଖିତ ନ୍ୟାୟ ବିଚାର ଗଳ୍ପରୁ ସଂଗୃହୀତ ବା ଆନିତ। ଏଠାରେ ଗାଳ୍ପିକ ସୁଲତାନଙ୍କ ମୁହଁରେ କାଜୀଙ୍କର ଦଣ୍ଡାଦେଶ ଗ୍ରହଣକୁ ସ୍ୱୀକାର କରିଛନ୍ତି। ଜାନକୀବାଇ ନିଜ ପୁଅର ହତ୍ୟାକାରୀଙ୍କୁ ଦଣ୍ଡବିଧାନ ମିଳିବ କି ନାହିଁ ବୋଲି କାଜୀଙ୍କ ପାଖରେ ସନ୍ଦେହ ପ୍ରକାଶ କରିଥିଲା। ଦୋଷୀ ଯେତେ ବଡ଼ ଲୋକ ହେଉନା କାହିଁକି ତାକୁ ସେ ନିଶ୍ଚୟ ଉଚିତ ଦଣ୍ଡ ଦେବେ ବୋଲି କହିବାରୁ ଜାନକୀବାଇ ସୁଲତାନଙ୍କ ନାମ କହିଥିଲା। କାଜୀ ମଧ୍ୟ କାଳ ବିଳମ୍ବ ନ କରି ସୁଲତାନଙ୍କୁ ଦରବାରକୁ ଡକାଇ ନିଜର ରାୟ ଶୁଣାଇଥିଲେ। ନିରାଶ୍ରୟା ସ୍ତ୍ରୀଟିର ଏକମାତ୍ର ପୁଅ ମରିଯିବା ଫଳରେ ସମସ୍ତ ସାହା ଭରସା ତୁଟି ଯାଇଛି। ତେଣୁ ତାର ଭରଣ ପୋଷଣ ଭାର ସାରା ଜୀବନ ପାଇଁ ସୁଲତାନ ଗ୍ରହଣ କରିବେ ବୋଲି କାଜୀ ନ୍ୟାୟ ବିଚାରରେ କହିଥିଲେ। କାଜୀଙ୍କଠାରୁ ଆଦେଶ ପାଇ ସୁଲତାନ ମୁଣ୍ଡ ପାତି କହିଥିଲେ, ଧର୍ମାବତାର, ଆପଣଙ୍କ ଆଦେଶ ମୁଁ ଅକ୍ଷରେ ଅକ୍ଷରେ ପାଳନ କରିବି। ପ୍ରକୃତରେ ସୁଲତାନ ଗିୟାସୁଦ୍ଦିନ ନିଜ ରାଜ୍ୟରେ ନ୍ୟାୟ ବିଚାରକୁ ସମ୍ମାନ ଦେଇ ଏହି ଦଣ୍ଡବିଧାନକୁ ଗ୍ରହଣ କରିନେଇଥିଲେ। ଗିୟାସୁଦ୍ଦିନ ଥିଲେ ଜଣେ ମହାନୁଭବ ସମ୍ରାଟ। ନିର୍ଭୀକ ଓ ନିରପେକ୍ଷ ଭାବେ ବିଚାର କରିଥିବାରୁ ସେ କାଜୀଙ୍କୁ ଅଶେଷ ଧନ୍ୟବାଦ ଜଣାଇଥିଲେ। ବାସ୍ତବରେ ସୁଲତାନ ଗିୟାସୁଦ୍ଦିନଙ୍କ ମହନୀୟତା ପୃଥିବୀରେ ବିରଳ। ପ୍ରଶ୍ନ ନମ୍ବର ଆପଣ ମୋ ରାଜ୍ୟର ଗୌରବ। ଉତ୍ତର, ଆପଣ ଗୌରବ। ଉଦ୍ଧୃତାଂଶଟି ସୁନନ୍ଦକରଙ୍କ ରଚିତ ନ୍ୟାୟ ବିଚାର ଗଳ୍ପରୁ ଆନିତ। ଏଠାରେ ସୁଲତାନ ଗିୟାସୁଦ୍ଦିନ କାଜୀଙ୍କର ଯେଉଁ ପ୍ରଶଂସା କରିଥିଲେ ତାହା ଆଲୋଚିତ ହୋଇଛି। ସୁଲତାନ ଗିୟାସୁଦ୍ଦିନ ବଲବନ ନିଜର ସାମ୍ରାଜ୍ୟକୁ ଲୋକପ୍ରିୟ ତଥା ସୁଦୃଢ଼ କରିବା ପାଇଁ ବହୁବିଧ ପଦକ୍ଷେପ ନେଇଥିଲେ। ସେଥିମଧ୍ୟରୁ ନ୍ୟାୟ ବିଚାର ଲାଗି ଅଭିଜ୍ଞ ରାଜୀମାନଙ୍କୁ ନିଯୁକ୍ତି ପ୍ରଦାନ ଅନ୍ୟତମ। କାଜୀମାନେ ମଧ୍ୟ ଉଚିତ ନ୍ୟାୟ ବିଚାର ପ୍ରଦାନ କରୁଥିଲେ, କାହାର ପକ୍ଷପାତିତା କରୁନଥିଲେ। ତାଙ୍କ ଦୃଷ୍ଟିରେ ସାଧାରଣ ଭିକାରୀ ଯାହା, ରାଜ୍ୟର ସୁଲତାନ ମଧ୍ୟ ସେଇଆ। ଭିକାରୁଣୀ ଜାନକୀବାଇ ପୁଅର ହତ୍ୟାକାରୀ ସୁଲତାନଙ୍କୁ ଦରବାରକୁ ଡକାଇବା ଓ ଜାନକୀବାଇଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ତାଙ୍କର ନିର୍ଭୀକ ତଥା ନିରପେକ୍ଷତାର ଉଦାହରଣ। ସେ ସୁଲତାନଙ୍କୁ ଦଣ୍ଡାଦେଶ କରିସାରିବା ପରେ ନିଜ ଆସନରୁ ଓହ୍ଲାଇ ଆସି ସଲାମ କରି କ୍ଷମା ପ୍ରାର୍ଥନା କରିଛନ୍ତି। କାରଣ ଯାହାର ଅଧୀନରେ କାଜୀ ଚାକିରି କରିଛନ୍ତି ତାଙ୍କୁ ଆଜି ଦଣ୍ଡାଦେଶ ପ୍ରଦାନ କରିଛନ୍ତି, ଏହା କମ୍ ସାହସର କଥା ନୁହେଁ। ନିଜେ ସେ ନିଜର କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି। ସେଥିପାଇଁ ଯଦି
ସୁଲତାନଙ୍କ ମନରେ କିଛି ରାଗ ଥାଏ, ତେବେ କ୍ଷମା କରିବାକୁ ବିନମ୍ର ନିବେଦନ କରିଛନ୍ତି। ହେଲେ ଗିୟାସୁଦ୍ଦିନ କାଜୀଙ୍କୁ କୁଣ୍ଢାଇ ପକାଇ ତାଙ୍କର ନିରପେକ୍ଷ ବିଚାରର ପ୍ରଶଂସା କରିଛନ୍ତି। କାଜୀଙ୍କ ପରି ବିଚାରପତି ଯେ ତାଙ୍କ ରାଜ୍ୟର ଗର୍ବ ଓ ଗୌରବ, ତାହା ମଧ୍ୟ ମୁକ୍ତ କଣ୍ଠରେ ସ୍ୱୀକାର କରିଛନ୍ତି। ବାସ୍ତବରେ ଏହିପରି ନିରପେକ୍ଷ ବିଚାରପତି ଥିଲେ ରାଜ୍ୟର ସୁନାମ ବୃଦ୍ଧି ପାଏ। ପ୍ରଶ୍ନ ନମ୍ବର 4 ବାକ୍ୟଟିରେ ଉପଯୁକ୍ତ ବିରାମ ଚିହ୍ନ ଦେଇ ଲେଖ। ସେ ତେଣୁ ଦୃଢ଼ ସ୍ୱରରେ କହିଲେ, ନିଶ୍ଚିନ୍ତ ହୁଅ ମା। ଦୋଷୀ ଯେତେ ବଡ଼ ହେଉନା କାହିଁକି, ମୁଁ ନିଶ୍ଚୟ ତାକୁ ଉଚିତ ଦଣ୍ଡ ଦେବି। କୁହ କିଏ ସେହି ଅପରାଧୀ? ଦଣ୍ଡ ଦେବି, କୁହ କିଏ ସେହି ଅପରାଧୀ? ଡବଲ ହେଇଛି, ତୁମେ ଏହାକୁ ଲେଖିବନି। ଉତ୍ତର, ସେ ତେଣୁ ଦୃଢ଼ ସ୍ୱରରେ କହିଲେ, ନିଶ୍ଚିତ ହୁଅ ମା। ଦୋଷୀ ଯେତେ ବଡ଼ ଲୋକ ହେଉନା କାହିଁକି, ମୁଁ ନିଶ୍ଚୟ ତାକୁ ଉଚିତ ଦଣ୍ଡ ଦେବି। ପୁନଶ୍ଚେତ, କୁହ କିଏ ସେହି ଅପରାଧୀ? ପ୍ରଶ୍ନ ଚିହ୍ନ। ପ୍ରଶ୍ନ ନମ୍ବର 5 ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକ ମଧ୍ୟରେ ଯେଉଁଗୁଡ଼ିକର ବନାନ ଠିକ୍ ତାକୁ ବାଛି ଲେଖ। ଉତ୍ତର, କ ଜାନକୀ ଜାନକୀ ଜାନକୀ। ତ କର ଅପସନ୍ ନମ୍ବର 2ରେ ହେଇଯିବ ଉତ୍ତର ଜାନକୀ, ଯା ନ କ ଦୀର୍ଘ ଇ କି ଜାନକୀ। ପ୍ରଶ୍ନ ନମ୍ବର ଖ ସମ୍ମୁଖ ସମ୍ମୁଖ ସମ୍ମୁଖ। ତ ପ୍ରଶ୍ନ ନମ୍ବର 2 ଦନ୍ତ ସ ସମ୍ମୁଖ। ପ୍ରଶ୍ନ ଗ ସଂକୀର୍ଣ୍ଣ ସଂକୀର୍ଣ୍ଣ ସଂକୀର୍ଣ୍ଣ। ତ 3 ନମ୍ବର ଅପସନ୍ ଏହା ହୋଇଯିବ ଉତ୍ତର। ଘ ଭିକାରିଣୀ ଭିକାରୁଣୀ ଭିକାରୁଣୀ। ତ ଉତ୍ତର ହେଇଯିବ ଅପସନ୍ ନମ୍ବର 3 ଭିକାରୁଣୀ। ପ୍ରଶ୍ନ ନମ୍ବର 6 ଭରଣ ପୋଷଣ ପରି ଆଉ 4ଗୋଟି ଯୋଡ଼ା ଶବ୍ଦ ମନରୁ ଭାବି ଲେଖ। ଉତ୍ତର, ଲାଳନ ପାଳନ, ଶିକ୍ଷା ଦୀକ୍ଷା, କଳିକଜିଆ, ଲିପାପୋଛା। ପ୍ରଶ୍ନ ନମ୍ବର 7 ରାଜା ଧନୁତୀର ଧରି ଲାଖ ପିନ୍ଧନ୍ତି, ନଦୀ ତୀରରେ ବୁଲିବାକୁ ଭଲ ଲାଗେ। ଉପର ବାକ୍ୟ ଦୁଇଟିରେ ରେଖାଙ୍କିତ ପଦ ଦୁଇଟିର ଅର୍ଥ ଅଲଗା। ସେ ଦୁଇଟି ଶବ୍ଦର ଅର୍ଥ ବୁଝି ଓ ସେହିପରି ଏକା ଭଳି ଶୁଣାଯାଉଥିବା ଆଉ କେତୋଟି ଶବ୍ଦ ଲେଖି ତାହାକୁ ବାକ୍ୟରେ ବ୍ୟବହାର କର। ଯେପରି ନୀତି, ନ ହର୍ଷଇନି ତ ହର୍ଷଇତି ନୀତି। ଏହାର ନୀତିର ଅର୍ଥ ହେଉଛି ପ୍ରତିଦିନ। ବାକ୍ୟ କଲେ ହେବ ସେ ନୀତିଦିନ ବିଦ୍ୟାଳୟକୁ ଯାଏ। ନୀତି ନ ଦୀର୍ଘଇନି ତି ନିୟମ, ତାର ଏପରି ନୀତି ଦେଖି ଲୋକେ ରାଗିଲେ। 2 ପ୍ରସାଦ ଅର୍ଥ ଭୋଗ, ଠାକୁରଙ୍କ ପ୍ରସାଦ ଖାଅ। ପ୍ରସାଦ କୋଠା, ରାଜପ୍ରାସାଦରେ ରାଜା ରହନ୍ତି। 3 ବିଷ ପଦ୍ମନାଡ଼, ହଂସ ବିଷ ଖାଏ। ବିଷ ଅର୍ଥ ଗରଳ, ପିଲାଟି ବିଷ ଖାଇଲା। ପ୍ରଶ୍ନ ନମ୍ବର 8 ଉପଯୁକ୍ତ ଶବ୍ଦ ନେଇ ନିମ୍ନ ପାଠରେ ଥିବା ଶୂନ୍ୟସ୍ଥାନ ପୂରଣ କର। ପ୍ରତିଦିନ ଡେସ୍କ ପେଟ ପୋଷେ, ପ୍ରତିଦିନ ଭିକ୍ଷାବୃତ୍ତି କରି ତାର ପେଟ ପୋଷେ। ଡେସ୍କ ତ କମ୍ ନୁହେଁ, ତାର ସାହସ ତ କମ୍ ନୁହେଁ। ଡେସ୍କ ମୁଁ ଅକ୍ଷରେ ଅକ୍ଷରେ ଡେସ୍କ। ତ ଉତ୍ତର ଯିବ ଆପଣଙ୍କ ଆଦେଶ ମୁଁ ଅକ୍ଷରେ ଅକ୍ଷରେ ପାଳନ କରିବି। ପ୍ରଶ୍ନ ନମ୍ବର 9 ଭିକାରୁଣୀ ଶବ୍ଦର ଲିଙ୍ଗ ପରିବର୍ତ୍ତନ କଲେ ହେବ ଭିକାରୀ। ସେହିପରି ନିମ୍ନରେ ଶବ୍ଦଗୁଡ଼ିକର ଲିଙ୍ଗ ପରିବର୍ତ୍ତନ କରି ଲେଖ। ଠାକୁରାଣୀରୁ ହୋଇଯିବ ଠାକୁର, ସମୁଦୁଣୀରୁ ସମୁଦି, ବାଘୁଣୀରୁ ବାଘ, ଅସୁରୁଣୀରୁ ଅସୁର, ମାଲୁଣୀରୁ ମାଲା, ସଙ୍ଗାତୁଣୀରୁ ସଙ୍ଗାତ।